ବାଲିଆପାଳ ଆମେ ବାଲିଆପାଳର ବାସିନ୍ଦା ପ୍ରାୟ ଜାଗାରେ ନିଜ ସ୍ୱତନ୍ତ୍ର ଭାଷା ପାଇଁ ବାଲିଆପାଳିଆ ନାମରେ ପରିଚିତ ହେଉ। ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ ଏଠାକାର ସୁବର୍ଣ୍ଣରେଖା ନଦୀ ମୁହାଣସ୍ଥ ପିପିଲିଠାରେ ପର୍ତ୍ତୁଗୀଜ ନାବିକମାନଙ୍କ ଆଗମନ ଏଠାକାର ପାଶ୍ଚାତ୍ୟ ଇତିହାସ କେତେ ଯେ ମହାନ ତାହା ପରିସ୍ଫୁଟିତ କରେ। ହେଇପାରେ ଆମେ ମୁଢ଼ିକୁ ଭୁଜା, କଣକୁ କିସ, କଣ ପାଇଁକୁ କେନେ ଆଦି ଓଡ଼ିଆ ଭାଷାରେ ଆଞ୍ଚଳିକତାର ଛିଟା ଲଗେଇ ଦେଇଛୁ, କିନ୍ତୁ ଆମର ଏଠାରେ ଅତିଥି ଘରକୁ ଫେରିଗଲେ ଖାଲି ବେଗ ନ ଦେଇ ବାଡ଼ିର ବିଭିନ୍ନ ପନିପରିବା ଭରି ବେଗ ଫୁଲ କରିବାର ଶ୍ରଦ୍ଧାପୂର୍ଣ୍ଣ ପରମ୍ପରା ପାଇଁ ଆମ ବାଲିଆପାଳକୁ ଶ୍ରଦ୍ଧା କ୍ଷେତ୍ର ମଧ୍ୟ କୁହାଯାଏ। ଏଠାକାର ଧାନ, ପାନ, ମିନ, ବାଦାମ, କାଜୁ କେବଳ ଓଡ଼ିଶା ଭିତରେ ନୁହେଁ ରାଜ୍ୟ ବାହାରେ ମଧ୍ୟ ବେଶ ଚାହିଦା। ଏଠି ନୀଳରକ୍ତ କଙ୍କଡ଼ା, ନାଲି କଙ୍କଡ଼ା, ଅଲିଭ୍ ରିଡ୍ କଇଁଛ ତତ୍ସହିତ